ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି 79 ଗ୍ରାମରେ ଆର୍ଏସ୍ଏସ୍ ତରଫରୁ ସଂଘର ଶତବାର୍ଷିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମ୍ଭି 79 ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରୁ ସମସ୍ତ ଗ୍ରାମ ପରିକ୍ରମା କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଫୁଲ ପକାଇ ଉତ୍ସାହିତ କରିଥିଲେ। ସଂଘୀୟ କର୍ମୀଙ୍କ ଗୋଟିଏ ରଙ୍ଗର ପୋଷାକ ପରିଧାନ କରିବା ସହ ସଂଘ ତରଫରୁ ଏପରି ବଡ଼ ଧରଣର କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲିତ ହୋଇ ଉଠିଥିଲେ। ଗ୍ରାମ ପରିକ୍ରମା କରିବା ପରେ ଦୁର୍ଗା ମଣ୍ଡପରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା। ମା ଦୁର୍ଗା, ଭାଗବତ ମାତା ଏବଂ ସଂଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳରାମଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପରିତୋଷ ସରକାର ଏବଂ ପରେ ସଂଘର ସମାଜ ପ୍ରତି ଅବଦାନ, କର୍ତ୍ତବ୍ୟ ଏବଂ ଦେଶସେବା ବିଷୟରେ ଆଲୋଚନା କରାଯାଇଥିଲା। ମାଲକାନଗିରିରୁ ରାଜେଶ କୁମାର ଓଝାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଗୋଟିଏ ପଟେ ଧାନ ଅମଳ ଆରମ୍ଭ ହେଲାଣି ତ ଅନ୍ୟପଟେ ପଞ୍ଜୀକରଣରୁ ବଞ୍ଚିତ ଚାଷୀ। ପଞ୍ଜୀକୃତ କେବେ ହେବେ ବୋଲି ଭେଡେନ୍ ତହସିଲ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ଶାଖାର ମଣ୍ଡି ସଭାପତି ବୃନ୍ଦାବନ ସାହୁଙ୍କ ନେତୃତ୍ୱରେ ଧାନ ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ଅସନ୍ତୋଷ ଚାଷୀମାନେ ତହସିଲ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ। ନୂତନ ଧାନ ପଞ୍ଜୀକରଣ ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପ୍ରକାଶ କରି କାହିଁକି ହଜାର ହଜାର ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯେଉଁମାନେ ଗତବର୍ଷ ଧାନ ପଞ୍ଜୀକରଣ କରିଥିଲେ ଏବଂ ଚଳିତ ବର୍ଷ ଆବଶ୍ୟକ ସମସ୍ତ କାଗଜପତ୍ର ଧାର୍ଯ୍ୟ ତାରିଖ ପୂର୍ବରୁ ଦେଇଥିଲେ ମଧ୍ୟ ପଞ୍ଜୀକରଣ ହୋଇପାରିଲାନି କାହିଁକି? ନେଟ୍ ସ୍ଲୋ ହେବା, ଅନାବଶ୍ୟକ କାଗଜପତ୍ର ମଗାଯିବା, ସର୍ଭର ଡାଉନ୍ ହେବା, ସୋସାଇଟିରେ ମନମୁଖୀ ଏବଂ 25 ତାରିଖ ନେଟ୍ ବନ୍ଦ ଯୋଗୁଁ ଅନେକ ଚାଷୀ ବଞ୍ଚିତ ହୋଇଛନ୍ତି। କିନ୍ତୁ ସଂଗଠନର କର୍ମକର୍ତ୍ତାମାନଙ୍କ ଅଭିଯୋଗ ଅନୁସାରେ ଏହି ସବୁ ସମସ୍ୟା ପ୍ରଶାସନ ତରଫରୁ ଜାଣିଶୁଣି କରାଯାଇଛି। କାରଣ ଯେତେ କମ୍ ଚାଷୀ ପଞ୍ଜୀକୃତ ହେବେ ରାଜ୍ୟ ପାଇଁ ସେତେ ଭଲ। 800 ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଦୀର୍ଘ 5 ଘଣ୍ଟା ଧାରଣା ପରେ ତହସିଲଦାର ରଶ୍ମିତା ସ୍ୱାଇଁ ଏବଂ ସହକାରୀ ଉପନିବନ୍ଧକ ରାଧେ ମେହେର ଆସି ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ପଞ୍ଜୀକରଣ ନିଶ୍ଚୟ ହେବ ବୋଲି ପ୍ରତିଶ୍ରୁତି ପରେ ଚାଷୀମାନେ ଯଦି କେହି ଜଣେ ଧାନ ବିକ୍ରିକୁ ବାଦ୍ ପଡ଼ିଲେ ବା ପଞ୍ଜୀକରଣ ହୋଇ ନ ପାରିଲେ ସମସ୍ତେ ସରକାରୀ ଅଫିସ୍, ରୋଡ୍ ରାସ୍ତାରେ ଧାନ ପକାଇ ସମସ୍ତେ ମଣ୍ଡି ବନ୍ଦ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ବରଗଡ଼ରୁ ସୁନୀଲ ଭୁଏଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।